ବାଲ୍ୟ ବିବାହକୁ ନାଁ କରି ବେକରେ ମଙ୍ଗଳସୂତ୍ର ନୁହେଁ, ଉପଯୁକ୍ତ ଶିକ୍ଷା ଲାଭ କରି ଦେଶର ବିକାଶର ସୂତ୍ରଧାର ସାଜିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର। ଶୁକ୍ରବାର ସ୍ଥାନୀୟ ଟାଉନ୍ ହଲ୍ଠାରେ 3 ଦିନିଆ ନାନୋ ଇଣ୍ଟରନ୍ୟାସନାଲ ଚିଲଡ୍ରେନ୍ ଫିଲ୍ମ ଫେଷ୍ଟିଭାଲ ଅନ୍ ଚାଇଲ୍ଡ ରାଇଟ୍ ବା ଶିଶୁ ଅଧିକାର ସମ୍ପର୍କରେ ନାନୋ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବର ଉଦ୍ଯାପନ ଦିବସ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ପ୍ରତ୍ୟେକ ଶିଶୁ ଅମୃତର ସନ୍ତାନ। ଆମ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ। ସେମାନଙ୍କୁ ଆମେ ସୁରକ୍ଷା ଦେବା, ସେମାନଙ୍କ ପ୍ରତିଭା ବିକାଶରେ ସହାୟକ ହେବା ଆମର କର୍ତ୍ତବ୍ୟ ଓ ଦାୟିତ୍ୱ। ସେମାନଙ୍କ ସୁରକ୍ଷା ଓ ଭବିଷ୍ୟତ ପାଇଁ ଆଇନର ଅନେକ ପ୍ରାବଧାନ ରହିଛି। ବାଲ୍ୟ ବିବାହ ହଟାଇ ଶିଶୁ ଶ୍ରମିକ ଦୂରେଇ ଆମେ ସେମାନଙ୍କୁ ପ୍ରଗତି ପଥରେ ନେବା ପାଇଁ ଶ୍ରୀମତୀ ପାତ୍ର ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଶୁ ଅଧିକାର ଆୟୋଗର ସଦସ୍ୟ କଳ୍ପନା ଲେଙ୍କା, କସ୍ତୁରୀ ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଟାଉନ୍ ଥାନା ଆଇଆଇସି ଗୋକୁଳ ଦାସ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂଘାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ପ୍ରାକ୍ତନ ନଗରପାଳ ଗୌରହରି ପ୍ରଧାନ ଓ ନାରାୟଣ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିବା ସହ ଶିଶୁ ଚଳଚ୍ଚିତ୍ର ମାଧ୍ୟମରେ ପିଲାଙ୍କ ବୌଦ୍ଧିକ ଓ ମାନସିକ ବିକାଶ ବୃଦ୍ଧିମନ୍ତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ଆୟୋଜକ ସଞ୍ଜୀବ କୁମାର ରଥ ଶର୍ମା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ। 3 ଦିନ ମଧ୍ୟରେ ପ୍ରାୟ 3000ରୁ ଊର୍ଦ୍ଧ୍ୱ ପିଲାମାନେ 300ରୁ ଊର୍ଦ୍ଧ୍ୱ ଶିକ୍ଷଣୀୟ ଶିଶୁ ଚଳଚ୍ଚିତ୍ର ଦେଖିଥିଲେ। ଶିଶୁ ସୁରକ୍ଷା ୟୁନିଟ୍ର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ସଂଗଠନ ହାପିନେସ୍ ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ଶୃଙ୍ଖଳା ରକ୍ଷା ଓ ପିଲାମାନଙ୍କୁ ସହଯୋଗ କରିଥିଲେ।